Hey students, good morning to all and welcome to my classes. ଆଜି ଆମେ ଷଷ୍ଠ ଶ୍ରେଣୀର ସୋସିଆଲ ସାଇନ୍ସର ଗୋଟେ ବିଷୟ ଯାହାର ନାମ ହେଉଛି ଭୂମିରୂପ ଓ ଜୀବନ ସେହି ବିଷୟର କ୍ୱେଶ୍ଚିନ୍ ଆନ୍ସରକୁ ଭଲ ଭାବେ ବୁଝି ଡିସ୍କସ୍ କରିବା। ତ ଟାଇମ୍ ୱେଷ୍ଟ ନ କରିକି ଚାଲ ଯିବା କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା। ଓକେ, ଏକ ନମ୍ବର କ'ଣ ଦେଉଛି ନା ଦେଖ ତୁମେମାନେ ତୁମ ଗ୍ରାମ ସହର ଓ ମହାନଗରରେ କେଉଁ ପ୍ରକାର ଭୂମିରୂପ ଦେଖୁଛ? ଏହି ଅଧ୍ୟାୟର ଉଲ୍ଲେଖ କରାଯାଇଥିବା କେଉଁ ବୈଶିଷ୍ଟ୍ୟ ଗୁଡ଼ିକ ତୁମ ଆଖପାଖରେ ଦେଖୁଛ ସେଇଟା ଲେଖ। ଓକେ, ତ ଏକ ନମ୍ବର ଉତ୍ତର ହବ ନା ଦେଖ ଆମ ଶରୀର କହୁଛି ପିଲାମାନେ ସରି ସେଥିପାଇଁ ଆମ ଗ୍ରାମର ସହର କିମ୍ବା ମହାନଗର ଗୁଡ଼ିକର ମୁଖ୍ୟତଃ ସମତଳ ଭୂମିର ଅଞ୍ଚଳରେ ଅବସ୍ଥିତ ହେଲା। ଆମ ଆଖପାଖରେ କୃଷି ଉପଯୋଗ୍ୟ ଉର୍ବର ଜମି ଅଛି, ଜନବସତି ଅଛି ଯୋଉଠି ଲୋକମାନେ ରହୁଛନ୍ତି, ଚାଷ କାର୍ଯ୍ୟ, ରାସ୍ତାଘାଟ, ସୁଗମ ଯାତାୟାତ ଏବଂ ନଦୀନାଳ ଆଦି ସମତଳ ଭୂମିର ବୈଶିଷ୍ଟ୍ୟ ଗୁଡ଼ିକ ଦେଖିବାକୁ ମିଳେ। କାରଣ ଏଗୁଡ଼ିକ ହେଉଛି ସମତଳ ଭୂମିର ଗୋଟେ ବୈଶିଷ୍ଟ୍ୟ ହେଲା। ପାହାଡ଼ିଆ ଅଞ୍ଚଳର ଅଲଗା ଥାଏ, ପାର୍ବତ୍ୟ ଅଞ୍ଚଳର ଅଲଗା ଥାଏ, ବୁଝିପାରିଲ? ନେକ୍ସଟ 2 ନମ୍ବର ଦେଖିବା କ'ଣ ଦେଇଛି ନା ଆସ ଛୋଟ ନାଗପୁରରୁ ପ୍ରୟାଗରାଜ ଏବଂ ଆଲମୋଡାକୁ କରିଥିବା ପ୍ରାରମ୍ଭିକ ଯାତ୍ରାକୁ ଆଉଥରେ ପଢ଼ିବା ଓ ଦେଖିବା। ବାଟରେ ଯାଉଥିବା 3ଟି ଭୂମିରୂପକୁ ବର୍ଣ୍ଣନା କର। ତୁମେମାନେ ବୁକରୁ ପଢ଼ିପାରିବ, ମୁଁ ବାସ୍ ଜଷ୍ଟ ଆନ୍ସର ସର୍ଟ ଲେଖିଛି। ଦେଖ ଏହି ଯାତ୍ରା ପଥରେ ଦେଖାଯାଉଥିବା 3ଟି ମୁଖ୍ୟ ଭୂମିରୂପ କ'ଣ କ'ଣ ନା ମାଳଭୂମି ପ୍ରଥମେ, ତାପରେ ସମତଳ ଭୂମି, ତାପରେ ପାହାଡ଼ିଆ ବା ପର୍ବତ। ମାଳଭୂମି ଛୋଟ ନାଗପୁର ପ୍ରାନ୍ତର ଏକ ମାଳଭୂମି ଅଞ୍ଚଳ ହେଲା, ସେଇଟା ଗୋଟେ ମାଳଭୂମି ଅଞ୍ଚଳ ଅଟେ। ଆଉ ସେଠିକାର ଅଞ୍ଚଳ ସବୁ ଗୁଡ଼ିକ ଉଚ୍ଚ ଆଉ ଉପରି ଭାଗ ସମତଳ ଅଟେ ହେଲା। ତାପରେ ସମତଳ ଭୂମି ପ୍ରୟାଗରାଜର ଯୋଉ ସବୁ ନଦୀ ଉପତ୍ୟକାରେ ସମତଳ ଅଞ୍ଚଳ ଅବସ୍ଥିତ, ଯାହା ଚାଷ କାର୍ଯ୍ୟ ଏବଂ ବସବାସ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ପର୍ବତ ପାହାଡ଼ିଆ ଅଞ୍ଚଳ ଯେପରି ଆଲମୋଣ୍ଡାର ହିମାଳୟ ପାର୍ବତ ଅଞ୍ଚଳରେ ଅବସ୍ଥିତ, ଯାହାକି ଉଚ୍ଚ କ୍ରମାଗତ ଢାଲୁ ଏବଂ ପାର୍ବତ୍ୟ ଶୃଙ୍ଗ ବିଶିଷ୍ଟ ହେଲା। ତ 3 ନମ୍ବର କ'ଣ କହୁଛି ନା ଭାରତର ପ୍ରସିଦ୍ଧ ତୀର୍ଥସ୍ଥାନ ଓ ସେଗୁଡ଼ିକର ଭୂମିରୂପ ଦେଖିବାକୁ ମିଳେ ବିଭିନ୍ନ ପ୍ରକାର। ତ ତାହାକୁ ତାଲିକା କର। ଆମେ କିଛି କ'ଣ କରିବା ନା କିଛି ପ୍ରସିଦ୍ଧ ତୀର୍ଥ ସ୍ଥାନକୁ ଦେଖିବା, ତାଙ୍କର ଭୂମିରୂପ ସବୁ କିପରି ଦେଖିବା। ପ୍ରଥମେ ଦେଖ ପର୍ଯ୍ୟଟନସ୍ଥଳୀ ଯେପରି ସିମଲାର କ'ଣ ନା ପାର୍ବତ୍ୟ ଅଞ୍ଚଳ, ସେଇଟା ରାଞ୍ଚିର ହେଉଛି ଭୂମିରୂପ କିପରି ନା ମାଳଭୂମି। ଆଉ ହରିଦ୍ୱାରର ସମତଳ ଭୂମି, ତା ଭୂମିରୂପଟା ଜୈସଲମେରର ମରୁଭୂମି ଟାଇପର, ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳ, ଦାର୍ଜିଲିଂର ପର୍ବତ ଅଞ୍ଚଳ, ପାହାଡ଼ିଆ ଅଞ୍ଚଳ, ଏହିପରି ସବୁ ପର୍ଯ୍ୟଟନ ସ୍ଥଳରେ ବିଭିନ୍ନ ପ୍ରକାର ଭୂମିରୂପ ଦେଖିବାକୁ ମିଳିଥାଏ, ବୁଝିପାରିଲ? ତାପରେ ଦେଖିବା କ'ଣ ନା 4 ନମ୍ବର କେଉଁଠି ଭୁଲ କେଉଁଠି ଠିକ ସେଇଗୋଟାକୁ ଲେଖିବା। ତ ପ୍ରଥମେ କହୁଛି ହିମାଳୟ ହେଉଛି ଗୋଲାକାର, ଏଟା ସମ୍ପୂର୍ଣ୍ଣ ଭାବେ ଭୁଲ କଥା। ତମେ ଦେଖିଛ ହିମାଳୟ କେବେ ଗୋଲାକାର କି? ହିମାଳୟ ତ ପୁରା ଏମିତି ସିଧା ସିଧା ତୀର୍ଛ ବାଗିଆ ଶୀର୍ଷ ହୋଇକି ଲମ୍ବିଛି, ତ ଏଇଟା ଭୁଲ ହେବ ହେଲା। ଗୋଟିଏ ପଟୁ ମାଳଭୂମି ପ୍ରାୟ ଉଠିକରି ରହିଥାଏ, ତ ପିଲାମାନେ ଏଇଟା ଠିକ ହେଇଯିବ ତୁମର। ଆଉ ନେକ୍ସଟ ହଉଛି ପର୍ବତ ଓ ପାହାଡ଼ ସମାନ ପ୍ରକାର ଭୂମିରୂପ ଅଟେ, ଏଇଟା ମଧ୍ୟ ପିଲାମାନେ ଭୁଲ ହବ ତୁମର। ତାପରେ ଭାରତର ପର୍ବତ ମାଳଭୂମି ଓ ନଦୀରେ ସମାନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁ ବାସ କରନ୍ତି, ଏଇଟା ପିଲାମାନେ ଭୁଲ ହବ କାରଣ ସବୁ ପରିବେଶ ପାଇଁ ସବୁ ଜୀବଜନ୍ତୁ ଅଲଗା ଅଲଗା ଭାବରେ ରହିଥାନ୍ତି। ଗଙ୍ଗା ନଦୀ ଯମୁନାର ଏକ ଉପନଦୀ ଅଟେ, ତ ଏଇଟା ପିଲାମାନେ କ'ଣ ହେବ ନା ସମ୍ପୂର୍ଣ୍ଣ ଭାବେ ପିଲାମାନେ ଭୁଲ ହେଇଯିବ ହେଲା। ତାପରେ ମରୁଭୂମିରେ ସ୍ୱତନ୍ତ୍ର ଉଦ୍ଭିଦ ଓ ଜୀବଜନ୍ତୁ ଦେଖିବାକୁ ମିଳେ, ଏଇଟା ଠିକ କାରଣ ସେଠିକାର ପରିବେଶ ହିଁ ଅଲଗା, ତ ତେଣୁ ସେଠି ଅଲଗା ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ବରଫ ତରଳିବା ହେତୁ ନଦୀର ଜଳସ୍ତର ବୃଦ୍ଧି ପାଏ, ଏଇଟା ଠିକ ପିଲାମାନେ। ବରଫ ତରଳି ଜଳରେ ପରିଣତ ହୋଇ ନଦୀରେ ମିଶିଥାଏ, ତେଣୁ ଜଳସ୍ତର ବଢିଥାଏ, ତେଣୁ ଏଇଟା ଠିକ ହେବ। ତାପରେ ଦେଖିବା ସମତଳ ଅଞ୍ଚଳରେ ଜମା ହୋଇଥିବା ନଦୀ ଗୁଡ଼ିକର ପଟୁମାଟିରୁ ଉର୍ବର ଜମି ପ୍ରସ୍ତୁତ ହୋଇଥାଏ, ଏଇଟା ପିଲାମାନେ ଠିକ ହବ ତୁମର। ତାପରେ ସବୁ ମରୁଭୂମି ଗରମ ଓ ଉଷ୍ଣ ଅଟେ, ତ ଏଇଟା ପିଲାମାନେ କ'ଣ ହେଇଯିବ ଭୁଲ, କାରଣ ସବୁ ମରୁଭୂମି ଗରମ ଉଷ୍ଣ ନଥାନ୍ତି, ଯେପରିକି ଲଦାଖର ମରୁଭୂମି ତାର ପରିବେଶ ଟିକେ ଥଣ୍ଡା ଥାଏ ହେଲା, ବୁଝିପାରିଲ? ତ ଯିବା 5 ନମ୍ବରକୁ କ'ଣ ଦେଇଛି ସାରଣୀର ବାମ ପଟରେ ଥିବା ଶବ୍ଦ ଗୁଡ଼ିକର ଡାହାଣ ପଟରେ ଠିକ ଶବ୍ଦ ସହିତ ମିଳେଇବା ହେଲା।
ଏଭରେଷ୍ଟ ଗିରିଶୃଙ୍ଗ। ଏଭରେଷ୍ଟ ଗିରିଶୃଙ୍ଗ କାହା ସହିତ ସମ୍ପର୍କ ଅଛି? ଦେଖ, ପର୍ବତ ଆରୋହଣ ପାଇଁ ଏହାର ସମ୍ପର୍କ ଅଛି। କାରଣ ଏଭରେଷ୍ଟରେ ବହୁତ ସାରା ଟୁରିଷ୍ଟ ସରି ଯୋଉମାନେ ପର୍ବତ ପାହାଡ଼ ସବୁ ଚଢ଼ନ୍ତି ସେମାନେ ଯାଆନ୍ତି ଆରୋହଣ ପାଇଁ। ବହୁତ ସ୍ପେଶାଲ ଜାଗା ହେଇଥାଏ ଏଭରେଷ୍ଟ। ଦେନ୍ ଭେଳା। ଭେଳା କହିଲେ କଣ ନା ଗୋଟିଏ ନଦୀ କି ବୁଝାଏ ହେଲା। ତ ନଦୀ ସହିତ ଯୋଡ଼ିଦେବା। ଓଟ। ଓଟର ସମ୍ପର୍କ କେଉଁଥିରେ ଅଛି ନା ମରୁଭୂମି ସହିତ ଅଛି। କାରଣ ଓଟକୁ ମରୁଭୂମିର ଜାହାଜ ମଧ୍ୟ କୁହାଯାଏ, ତୁମେ ମାନେ ଜାଣିଥିବ ହେଲା। ତାପରେ ମାଳଭୂମି। ମାଳଭୂମି ହେଉଛି ପୃଥିବୀର ଛାତ ବୋଲି କୁହାଯାଏ। ଗାଙ୍ଗେୟ ସମତଳ ଭୂମି। ଗାଙ୍ଗେୟ ସମତଳ ଭୂମି ହେଉଛି ଧାନ କ୍ଷେତ। କାରଣ ଦେଖ, ଗାଙ୍ଗେୟ ସମତଳ ଭୂମିରେ ପ୍ରାୟତଃ ଧାନ କ୍ଷେତ ପାଇଁ ବହୁତ ଉପଯୁକ୍ତ ଅଟେ। ଜଳପଥ। ଜଳପଥ ହେଉଛି ଗଙ୍ଗା ସହିତ ସମ୍ପର୍କ। କାରଣ ଗଙ୍ଗା ନଦୀରେ ବହୁତ ସାରା ଜଳଯାତ୍ରା କରାଯାଏ, ଯେପରିକି ଜାହାଜ ବିଭିନ୍ନ ପ୍ରକାର ବାଣିଜ୍ୟ ମଧ୍ୟ କରାଯାଇଥାଏ ହେଲା। କିଲିମଞ୍ଜର ଗିରିଶୃଙ୍ଗ। କିଲିମଞ୍ଜର ଗିରିଶୃଙ୍ଗ କାହା ସହିତ ନେଇ ଯୋଡ଼ିବା ନା ଆଫ୍ରିକା ସହିତ। କାରଣ ଆଫ୍ରିକାର ବହୁତ ବଡ଼ ଗିରିଶୃଙ୍ଗ ହେଉଛି କିଲିମଞ୍ଜର ହେଲା। କିଲିମଞ୍ଜର। ଓକେ। ଯମୁନା। ଯମୁନା କଣ ନା ଯମୁନା ଏକ ଉପନଦୀ ଅଟେ ହେଲା। ବୁଝିପାରିଲ? ତ ଆଶା କରୁଛି ତୁମେ ମାନେ ସବୁ ବୁଝିପାରିଥିବ। ଯଦି କିଛି ଡାଉଟ୍ ଥିବ ଦେନ୍ ମତେ କମେଣ୍ଟ ବକ୍ସରେ ପଚାରି ପାରିବ ହେଲା। ତ ଏଇଠି ଏ ଭିଡ଼ିଓକୁ ମୁଁ ଏଣ୍ଡ କରୁଛି। ନେକ୍ସଟ କ୍ଲାସରେ ନେକ୍ସଟ ବିଷୟର କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା ହେଲା ପିଲାମାନେ। ଓକେ, ବାଏ ବାଏ ମାଇ ଫେଭରେଟ୍ ଷ୍ଟୁଡେଣ୍ଟସ୍।